ଆରେ ସମୟ ତ ଲାଗିବ। ତମେ କେବେ ବି ହାରିଯିବନି। ମୁଁ ପରା ତମ ସାଙ୍ଗରେ ଅଛି। ଆରେ ଯିବା। ରହ ଆଉ ଗୋଟେ ମିନିଟ୍। ହଉ ଚାଲ ଯିବା। ଆରେ ବାବା, ଆରେ ଚପଲ ଛିଡି ଯାଇଛି। ଆରେ ଆଉ ହଳେ ଚପଲ କିଣି ଦଉନ। ଆରେ ମତେ ଏଇ ଚପଲ ନା ମତେ ବହୁତ ଭଲ ଲାଗୁଛି। ତମକୁ ଏମିତି ଫେବିକ୍ୱିକ୍ ମାରିକି ଚପଲ ପିନ୍ଧିବାକୁ ଭଲ ଲାଗୁଛି? ଆରେ 5 ଟଙ୍କା ଦେଇକି ଗୋଟେ ଫେବିକ୍ୱିକ୍ ଟା ଆଣିଲି, ଚପଲରେ ମାରିଦେଲି, ଚପଲ ଠିକ ହେଇଗଲା। କଣଟା ହେଇଗଲା? ଆରେ ଆରେ ତମ ବ୍ଲାଉଜ ତ ବି ଫାଟି ଯାଇଛି। କାଇଁ କୋଉଠି? ଓ ଏଇ ଗୋଟା ତ। ଓହୋ କଣଟା ହେଇଗଲା? ଘୋଡେଇ ଦେଲେ ହେଇଗଲା। ଦେଖିଲ ଠିକ ହେଲା ଟି। ଆରେ ଫେବିକ୍ୱିକ୍ ଟା ଆଣିକି ଆସ। ମୁଁ ରାସ୍ତାରେ ଗଲା ଆସିକି ଯେବେ ଚପଲ ଟା ଛିଣ୍ଡିଯିବ ପୁଣି ଫେବିକ୍ୱିକ୍ ଟା ଲଗେଇଦେବି ନା। ଆରେ ଦିଅ ସେଇ ଫେବିକ୍ୱିକ୍ ଟା। ଯେବେ ରାସ୍ତାରେ ମୋ ଚପଲ ଟା ଛିଣ୍ଡିଯିବ ମୁଁ ତ ପୁଣି ଲଗେଇଦେବି। ଆରେ ବାବା, ଆରେ ମୁଁ ତ ତମ ସାଙ୍ଗରେ ଯାଉଛି। ଆରେ ମୁଁ ଫେବିକ୍ୱିକ୍ ଟା ଧରିଦେଲେ କଣଟା ଅସୁବିଧା ହେଇଯିବ କହିଲ? ଆରେ ତମେ କଣ ପାଇଁ ଯିବ? ତମେ ଘରେ ରୁହ। ପିଲାମାନେ ଏଇନା ସ୍କୁଲରୁ ଆସିବେ, ତମେ ତାଙ୍କର ଖାଇବା କଥା ବୁଝିବ। ଆଉ ଅଯଥାରେ ଏଇନା 100 ଟଙ୍କାର ତେଲ ପଡିବ। ଆଉ 10 ଟଙ୍କା ହେଲେ ମୁଁ ଅଟୋରେ ଯିବି ହେରି, ପନିପରିବା ଧରିକି ଆସିବି ହେରି। ଆଉ ତମେ କଣ ପାଇଁ ଯିବ? ଦେଲ ମତେ ସେ ଫେବିକ୍ୱିକ୍ ଟା ଦେଲ। ମୋର ଆଜି ରୋଜଗାର ନାହିଁ ବୋଲି ମୋ ସ୍ତ୍ରୀ ଆଜି ଛିଡା ଚପଲ ପିନ୍ଧୁଛି। ଭଲ ଗୋଟେ ଲୁଗା ଗୋଟେ ବ୍ଲାଉଜ ଖଣ୍ଡେ ପିନ୍ଧି ପାରୁନି, କାରଣ ସେ ଆଡଜଷ୍ଟମେଣ୍ଟ କରିକି ଚାଲି ଜାଣିଛି। କାରଣ ଗୋଟେ ସ୍ୱାମୀର କଷ୍ଟ କଣ ସେଟା ସେ ବୁଝି ପାରୁଛି। ଆଉ ସେଇଥିପାଇଁ ଆଜି ସେ ପ୍ରତ୍ୟେକ ଜିନିଷକୁ ଆଡଜଷ୍ଟମେଣ୍ଟ କରିପାରୁଛି। ବଜାରକୁ ମୁଁ ଗଲେ 100 ଟଙ୍କା ଖର୍ଚ୍ଚ ହବ ବୋଲି ସେ ନିଜେ ଚାଲି ଚାଲି 10 ଟଙ୍କା ଅଟୋରେ କଷ୍ଟ ମଷ୍ଟରେ ଯାଇକି ପରିବା ଆଣୁଛି। ହେ ଭଗବାନ, ପରିବା ରେଟ ବଜାରରେ ଏତେ ଦର ଯେ କହନି। ଏ କାର୍ତ୍ତିକ ମାସ ଯୋଗୁ ପରିବା ରେଟ ପୁରା ବଢେଇ ଦେଇଛି। କୋଉ ପରିବାଟା ହେଲେ 100 ତଳକୁ ନାହିଁ, ସବୁ 100 ଉପରକୁ। ଆମେ ଗରିବ ଲୋକମାନେ କଣ ପରିବା ଖାଇବୁ କହିଲ? କଣ ପରିବା କିଣିବୁ? ହେ ଭଗବାନ, ଏତେ ରେଟ ହେଇଛି ମୁଁ ପରିବା ଛୁଇଁ ପାଇଲିନି। ଆରେ ଆସିଗଲ ତମେ। ଆଚ୍ଛା ମତେ କହିଲ ଆଗ, ତମ ପାଇଁ ଚପଲ ଆଇଲ ନା ନାଇଁ ମତେ କହିଲ ଆଗ। କଣ କହିଲ? ଚପଲ? ଆରେ ଚପଲ ମୋର କଣ ହବ? ଯୋଉ ଚପଲ ଅଛି ମୁଁ ଚଳେଇଦେବି। ଆଉ ପରିବା ଯୋଉ ରେଟ ହେଲାଣି, ରାସନ ଯୋଉ ରେଟ ହେଲାଣି, ଆଉ ମୁଁ ସେଟା ଶୁଣୁ ଶୁଣୁ ମୋ ମୁଣ୍ଡ କଣ ହେଇଗଲାଣି। ଆଉ ତମେ ଚପଲ କଥା କହୁଛ? ମୋର ଏଇ ଚପଲ ଚଳିବ। ପଇସା ହେଲେ ମୁଁ ଅନଲାଇନରୁ ମଗେଇଦେବି। ସରି। ଆରେ କଣ ହେଲା? ତମେ ଆଡଜଷ୍ଟମେଣ୍ଟ କରିବା ଶିଖିଗଲ ନା?
ଆରେ ତମ ଚପଲ ଛିଡି ଯାଇଛି। ତମେ ଫେବିକୁ ମାରିକି ତମେ ସେଇ ପୁରୁଣା ଚପଲକୁ ପିନ୍ଧୁଛ। ଆରେ ତମ ବ୍ଲାଉଜ ଚିରି ଯାଇଛି, କିନ୍ତୁ ତମ ପଣ ଦୋକାନରେ ତାକୁ ଘୋଡେଇକି ତମେ ତାକୁ ପିନ୍ଧି ପାରୁଛ। ଆରେ କେତେ ଆଉ ଏମିତି ଆଜେଷ୍ଟ କରିବ? ଆଉ କେତେ ଆଉ ଦୁଃଖ ତମେ ସହିବ? କହୁନ କଣ ପାଇଁ? ମୁଁ ତମ ଜୀବନଟାକୁ ପୁରା ନଷ୍ଟ କରିଦେଲି। ଆରେ ମୁଁ ନା ତମକୁ ଶାନ୍ତିରେ ଗୋଟାଏ ଖାଇବାକୁ ଦେଇପାରୁଛି, ନା ତମକୁ ଭଲ ଗୋଟେ ପିନ୍ଧିବାକୁ ଦେଇପାରୁଛି, ନା ସତରେ ତମକୁ କୁଆଡେ ବୁଲେଇକୁ ନେଇ ପାରୁଛି। କାହିଁକି? ଆରେ କଣ ପାଇଁ ଏତେ କଷ୍ଟ ସହୁଛ? ମୁଁ ତମକୁ କଷ୍ଟ ଦେବା ବ୍ୟତୀତ ତମକୁ ଜୀବନରେ ମୁଁ ତମକୁ ଆଉ କିଛି ବି ଦେଇପାରିନି। ଆରେ କଣ ଏମିତି କଥା କହୁଛ? ମୁଁ ଆଡଜଷ୍ଟମେଣ୍ଟ କରିକି ଚଳୁଛି ବୋଲି। କାହିଁକି ନା ମୁଁ ପରା ତମକୁ ଭଲ ପାଉଛି। ମୁଁ ତ ତମର ଭଲ ପାଇବାର ଫାଇଦା ଉଠଉଛି, କାରଣ ଆରେ ତମେ ଯାହା ଚାହୁଁଛ ମୁଁ ତ ତମକୁ ଟିକେ ଟିକେ ବି ମାତ୍ର ମୁଁ ତମକୁ ଦେଇପାରୁନି। ତମେ ଯେତିକି ଚାହୁଁଛ ସେତିକି ପଇସା ମୋ ପାଖରେ ନାହିଁ। ଆରେ ସେତିକି ପଇସା ମୁଁ ଇନକମ କରିପାରୁନି। ଆରେ ମୁଁ ଚାହୁଁଛି ମୁଁ ଅଧିକ ପଇସା ଇନକମ କରିବା ପାଇଁ। ହେଲେ କଣ କରିବି? କିନ୍ତୁ ସେତିକି ପଇସା ଇନକମ କରିପାରୁନି। ମୋର କୋ ଇଚ୍ଛା ତମେ ଜାଣିଛ? ଆରେ ମୋର ଇଚ୍ଛା ତମକୁ ରାଣୀ କରିକି ରଖିବା ପାଇଁ। ହେଲେ ମୁଁ ନିଜେ ଆଉ କାହାର ଚାକର ପାଲଟି ଗଲି। ଆରେ ତମେ ଏମିତିଆ କଥା କଣ କହୁଛ? ତମେ ଜମାରୁ ବ୍ୟସ୍ତ ହୁଅନି। ଦେଖିବ ତମେ ଦିନେ ନା ଦିନେ ତମେ ବହୁତ ରୋଜଗାର କରିବ। ଆଉ ଯେତେବେଳେ ବହୁତ ରୋଜଗାର କରିକି ଆଣିବ, ମୁଁ ତମର ସବୁ ପଇସା ଖର୍ଚ୍ଚ କରିଦେବି। ସେତେବେଳେ ତମେ ମତେ ମନା କରିବନି। ତମେ ନା କେବେ ବି ଖର୍ଚ୍ଚ କରିପାରିବନି। ଦେଖିବ ତମେ ମତେ ଅଟକେଇ ପାରିବନି। ଆଉ ମୁଁ ତମର ସବୁ ପଇସା ଖର୍ଚ୍ଚ କରିଦେବି। ତମେ ନା ମତେ ଜମା ବି ମନା କରିପାରିବନି। ଆରେ ସମୟ ଯଦି ଅଧିକ ଲାଗିଗଲା? ଆରେ ସମୟ ତ ଲାଗିବ, ତମେ କେବେ ବି ହାରିଯିବନି। ମୁଁ ପରା ତମ ସାଙ୍ଗରେ ଅଛି। ଆରେ ଏମିତିଆ ସ୍ତ୍ରୀ ଯଦି ପାଖରେ ଥିବ ନା, ଆରେ ଯେତେ ଝଡ ଆସୁ, ଯେତେ ବର୍ଷା ଆସୁ, ଯେତେ ପବନ ଆସୁ, ସେ କୁଆଡେ ନା ଉଭେଇ ଯିବ। ଭଗବାନକୁ ମୁଣ୍ଡିଆ ମାରୁଛି, ଏମିତିଆ ସ୍ତ୍ରୀ ଏଇ ଜନ୍ମ ନୁହଁ, 7 ଜନ୍ମ ଯାକେ ମତେ ମିଳିଥାଉ।